ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯୋଉ ସ୍କ୍ୱେୟାର ଏବଂ ସ୍କ୍ୱେୟାର ରୁଟ୍ ବର୍ଗମୂଳର ପ୍ରଥମ କ୍ଲାସ୍ ଆମେ ଆଲୋଚନା କରିଥିଲୁ। ଆଜି ତାର ଦ୍ୱିତୀୟ କ୍ଲାସ୍। ପ୍ରଥମ କ୍ଲାସରେ ଆମେ ଆଲୋଚନା କଲୁ ବର୍ଗ। ଆଜି ଆଲୋଚନା କରିବା ବର୍ଗମୂଳ। ବୁଝିଲା? ଆମେ ଯୋଉ 1 ର ବର୍ଗ, 2 ର ବର୍ଗ 4, 3 ର ବର୍ଗ 9, 4 ର ବର୍ଗ 16, এই ସବୁ ଆମେ କିପରି ବାହାର କରାଯାଏ ସେ ବିଷୟରେ ଆମେ ଜାଣିଥିଲେ। ଏଗୁଡ଼ା ତ ବେସିକ୍। ସେଟା ବଡ ବଡ ଡିଜିଟ ର ନମ୍ବର, ଯେମିତି କି ଆମର 68 ର କି 98 ର, 76 ର, 110 ର, 115 ର, କିମ୍ବା 827 ର, ଏମାନଙ୍କର ବର୍ଗ କିପରି ବାହାର କରାଯିବ ସେସବୁ ବିଷୟରେ ଆମେ ଜାଣିଥିଲେ। ଆଉ ଆମେ ଜାଣିଥିଲେ ଯେ ଯେଉଁ ବର୍ଗ ସଂଖ୍ୟାର ଏକକ ସ୍ଥାନରେ କିଏ ରହିପାରିବ, 1 ଥିବ, 4 ଥିବ, 5 ଥିବ, 6 ଥିବ, 9 ଥିବ ଓ 0 ଥିବ। ଯେଉଁ ସଂଖ୍ୟାର ଏକକ ଅଙ୍କ 1 ଥିବ, 4 ଥିବ, 5 ଥିବ, 6 ଥିବ, 9 ଥିବ ଏବଂ 0 ଥିବ, ଏଗୁଡାକ ଆମର ବର୍ଗ ସଂଖ୍ୟା ହେଇପାରିବେ। ଯେଉଁ ସଂଖ୍ୟାର ଏକକ ସ୍ଥାନରେ 2 ରହିବ, 3 ରହିବ, ଆମର 7 ରହିବ, 8 ରହିବ, এই ସଂଖ୍ୟା ଗୁଡିକ ଥିଲେ ସେ ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ ନାହିଁ। ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ ନାହିଁ, ହେବ ନାହିଁ ତାମାନେ। ଆଉ ଏଇ ଯୋଉ 1, 4, 5, 6, 9, 0 ଏସବୁ ଥିଲେ ଏକକ ସ୍ଥାନରେ, ଇଏ ପୂର୍ଣ୍ଣବର୍ଗ ସଂଖ୍ୟା। ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ, ଏସବୁ ଆମେ ଜାଣିଥିଲେ ପୂର୍ବ କ୍ଲାସରେ। ସହିତ ଆଜି ଯୋଉ 4 ବର୍ଗ 16, ତାକୁ କିପରି 16ଟା ଦେଇଥିବ, ତାର ମୂଳ 4ଟା କେମିତି ବାହାର କରିବା, 25 ଦେଇଥିବ, ଆମେ 5ଟାକୁ କିପରି ବାହାର କରିବା, ତାକୁ ହିଁ କୁହାଯାଏ ଆମର ବର୍ଗମୂଳ, ନୁହେଁ କି? ବିଶେଷ କରି ଆମର ବର୍ଗମୂଳ 2ଟି ପ୍ରୋସେସରେ ବାହାର କରାଯାଏ। ପ୍ରଥମ ପ୍ରୋସେସ କଣ ଆମେ ଜାଣିଛେ, ଯୋଉଟା କି ଫ୍ୟାକ୍ଟରାଇଜେସନ। ଆମେ ମନେ କରାଯାଉ ଅଙ୍କ ଦେଇଥିବ 36, ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା, କାହାର ବର୍ଗ ନା 6ର ବର୍ଗ। ହେଲା, 6ର ବର୍ଗ ଯେ ଆମେ 36ର ବର୍ଗମୂଳ ବାହାର କଲେ କେତେ ବାହାରିବ? 6 ବାହାରିବ। କେମିତି ବାହାର କରିବା? 36ର ମୌଳିକ ଗୁଣନୀୟକ ବାହାର କରିବା। ମୌଳିକ ଗୁଣନୀୟକ ବାହାର କରିବା, ତାମାନେ ତାହେଲେ ମୌଳିକ ଗୁଣନୀୟକ ମାନେ ମୌଳିକ ସଂଖ୍ୟା ଦ୍ୱାରା ଏଟାକୁ ହରଣ କରିବା। ତାମାନେ ମୌଳିକ ସଂଖ୍ୟା କିଏ କିଏ? ପ୍ରଥମତଃ 2 ଆସିବ, ତାପରେ 3 ଆସିବ, ତାପରେ 5 ଆସିବ, 7 ଆସିବ, ମୌଳିକ ସଂଖ୍ୟା ଚାଲିବ 11, 13। ବୁଝିଲା? ପ୍ରଥମେ ପଡିବ 2, ଯଦି 2 ନ ପଡେ ତାହେଲେ 3 ପଡିବ, ଯଦି 3 ନ ପଡିବ ତାହେଲେ 5 ପଡିବ, 5 ପଡିବନି ତାହେଲେ 7 ପଡିବ, 7 ପଡିବନି ତାହେଲେ 11 ପଡିବ, 11 ପଡିବନି ତାହେଲେ 13 ପଡିବ। ଏପରି ଗୋଟେ ପରେ ଗୋଟେ କରିବା ଆମେ ମୌଳିକ ଗୁଣନୀୟକ ଗୁଡ଼ିକ। ବୁଝିପାରିଲେ? ପ୍ରଥମ ଆରମ୍ଭ କରିବା, ଦେଖିବା। ଆମେ ପ୍ରଥମେ 2 ଦ୍ୱାରା କଟିବ ଏକ ଘରେ, ଯେହେତୁ 6 ଅଛି ତାହେଲେ 2 × 2 ହେଲା 1, 6,
ଟା 16 2 9 ଆଉ 2 କାଟିବନି ତାହେଲେ 3 କାଟିବ 3 9 3 3 ତାହେଲେ ତାର ମୌଳିକ ଗୁଣନୀୟକ କଣ ପାଇଲେ 2 ଗୁଣନ 2 ଗୁଣନ 3 ଗୁଣନ 3 ଏତିକି ପାଇଲେ ଆମର ଏହାର ବର୍ଗମୂଳ କାହିଁ 36 ନା 2 4 3 12 3 36 ଏଇଠୁ ଆମକୁ ବାହାର କରିବା ପାଇଁ ହେଲେ ଦୁଇଟାରୁ ଗୋଟେ ବାହାରିବ ହେଲା ଗୁଣନରେ 3 ଦୁଇଟା ଅଛି 3 ଗୋଟେ ବାହାରିବ ତେଣୁ 2 3 6 ଏଇଟା କୁହାଯିବ ଆମର ବର୍ଗମୂଳ ବୁଝିପାରିଲେ ତାପରେ ଆମେ ଏଇଟା ହଉଛି ଟିକେ ଲଙ୍ଗ ପ୍ରୋସେସ ଆମେ ଟିକେ ସର୍ଟକଟ ମେଥଡ ଶିଖିବା ବୁଝିଲା କାରଣ ଏଇ ସର୍ଟକଟ ମେଥଡ କଣ ଏଇ ସବୁ ଆମ ସର୍ଟକଟ ମେଥଡ ରେ ବଡ ବଡ ସଂଖ୍ୟା ଦେଇଥିବ ଛୋଟ ସଂଖ୍ୟାକୁ ଆମେ ସାଙ୍ଗେ ସାଙ୍ଗେ ବାହାର କରିଦେଲେ କଣ କରାଯାଉ ଦେଇଥିବ 2 2 0 ତାର ବର୍ଗମୂଳ ବାହାର କର ତେଣୁ ଏସବୁକୁ ଆମ ଫ୍ୟାକ୍ଟରାଇଜେସନ ମେଥଡ ରେ ବହୁତ ଲମ୍ବା ହେଇଯିବ ବୁଝିଗଲା ସେଥିପାଇଁ ଆମେ କଣ କରିବା ଏକ ସର୍ଟକଟ ମେଥଡ ବାହାର କରିବା ଆଉ ସର୍ଟକଟ ମେଥଡ ରେ ବାହାର କରିବା ପାଇଁ ହେଲେ ତାହେଲେ ଆମକୁ ଏଭଳିଆ 1 ର ବର୍ଗ 2 ର ବର୍ଗ 3 ର ବର୍ଗ ଏଇ ସବୁ ଆପଣମାନଙ୍କୁ ମନେ ରଖିବା ପାଇଁ ପଡିବ ମିନିମମ୍ ତ ଆପଣମାନଙ୍କୁ 2 ର ବର୍ଗ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ମନେ ରଖିବା ଉଚିତ ବୁଝିପାରିଲେ ତାହେଲେ ହେଇକି ଆପଣମାନଙ୍କୁ ଏଇ ବଡ ବଡ ଯଦି ଦେଇଥିବ ନମ୍ବର ସେଗୁଡାକର ଆପଣମାନେ ନୋଟ ସାଙ୍ଗେ ସାଙ୍ଗେ ବାହାର କରିପାରିବେ ବୁଝିପାରିଲେ ଚାଲନ୍ତୁ ଆରମ୍ଭ କରିବା ମେଥଡ ଦେଖନ୍ତୁ ଗୋଟେ କ୍ୱେଶ୍ଚନ ଦେଇଛି ଏସବୁ ମନେ ରଖିବେ ମୁଁ କହିଦଉଛି ବୁଝିଲା ତା ସହିତ ଯୋଉ ସ୍କୁଲରେ ବାହାର କରୁଥିଲେ ମନେ ଆମର ଗୋଟେ ସଂଖ୍ୟା ଦେଇଦେଇଛି 2 2 0 ଏ ତ ଫ୍ୟାକ୍ଟରାଇଜେସନ ମେଥଡ ଆପଣ ଜାଣିଲେ ଆଉ ଭାଗ କ୍ରିୟା ମେଥଡ ଏମିତି ଗାର ଦେଇଥିଲେ ଡାଉନ୍ ସାଇଡ୍ ରୁ ଦୁଇଟା ଗାର ଦେଇଥିଲେ ତାପରେ କହୁଥିଲେ ଆମର ନମ୍ବର କାହା ଦ୍ୱାରା ଭାଗ କରିବା ଏଠି ଯେହେତୁ 22 ଅଛି ଯାହା ପଡିବ ଏପଟେ ବି ତାହା ପଡିବ ଯେହେତୁ ବର୍ଗ ବୁଝିଲା ଦେଖନ୍ତୁ ଏ 4 16 ସାନ ହେଇଯାଉଛି 5 5 25 5 ଟା 25 ବଡ ହେଇଯାଉଛି ତେଣୁ 4 ହିଁ ପଡିପାରିବ 4 1 6 16 ବକ୍ତରେ 12 ଗଲା 6 ତାକୁ ଓହ୍ଲେଇବ କେତେ 0 ଏକାଥରେ ଯେହେତୁ ଉପରେ ବାର ପଡିଛି ଦୁଇଟା ଗ୍ରୁପ କରାଯାଇଛି ତାହେଲେ ଏକାଥରେ ଓହ୍ଲେଇବ 0 9 4 4 ଚାରିଟା 4 ପଡିଛି ମାନେ ପୁଣି ଥରେ 4 ଯୋଗ ହେଇଯିବ 4 4 8 ହେଇଗଲା ଦେଖନ୍ତୁ କେତେ ପଡିପାରିବ ତମ ଏକ ଘର ଦେଖନ୍ତୁ ଏକ ଘର 9 ଅଛି 3 ପଡିପାରିବ ନାଇଁ କି ଏକ ଘରେ ଯଦି 9 ଅଛି 3 ର ବର୍ଗ 9 ହେଇପାରେ କିମ୍ବା 7 ପଡିପାରେ ଦେଖିବା 3 3 9 ତାପରେ 3 ଟା 24 ହବନି 7 ପକେଇକି ଦେଖିବା 750 ରୁ 9 4 7 56 4 60 ବାସ୍ ତାହେଲେ 7 ପଡିପାରିବ 7 7 50 ରୁ 9 4 7 56 4 60 60 ତାହେଲେ କେତେ ହେଲା ତାହେଲେ ଆମେ ପାଇଲେ କେତେ 47 ର ବର୍ଗ ଏଇ ପ୍ରୋସେସ ରେ ଆମେ ସ୍କୁଲ ରେ ବାହାର କରୁଥିଲେ ସରି ତାହେଲେ ଆମେ ଯୋଉଟା ସୁବିଧା ହବ ଆପଣ ମାନଙ୍କୁ ଇଏ ବି ସହଜ ଇଏ ବି ପ୍ରୋସେସ ଆପଣଙ୍କର କାଲକୁଲେସନ ଯଦି ଫାଷ୍ଟ ଅଛି ଯେକୌଣସି ମେଥଡ ରେ କଲେ ବି କିଛି ପ୍ରୋବ୍ଲେମ ନାହିଁ ତ ଆଜିକାର ଯୋଉ ମେଥଡ ଟା ମୁଁ ଶିଖିବା ପାଇଁ ଯାଉଛି ସେଟା ବି ଶିଖନ୍ତୁ ବୁଝିଲା କି ଆଉ ଏଇ ଆମର ଇଏ ଡିଭିଜନ ମେଥଡ ଏଇ ମେଥଡ ରେ ବି ଆପଣ ମାନେ କରିପାରିବେ ଆଉ କିଛି କ୍ୱେଶ୍ଚନ ତ ଆମର ଡିଭିଜନ ମେଥଡ ରେ ହିଁ ସଲ୍ଭ କଲେ ଭଲ ବୁଝିଲା ଆଉ କିଛି ଏମିତି କ୍ୱେଶ୍ଚନ ଅଛି
जोड़ा कि फैक्टराइजेशन मेथड निश्चित दरकार ता सहित डिवीजन मेथड ता सहित हमर फैक्टराइजेशन प्रथम क्वेश्चन आसी जी तेणु ये होची 484 484 को शॉर्टकट मेथड रे किपरि तार स्क्वायर बाहर करबा देखंतु जेहेतु वर्ग देइछि वर्गमूल देइछि ए तीनोटी संख्या अछि बुझिला ए तीनोटी संख्या रो वर्ग माने दुईटा संख्या वर्गमूल माने दुईटा संख्या माने वर्गटा केमति होउछि माने 2 रो वर्ग माने 2 2 4 होउछि एठी कोन दुईटा संख्या नबाक पड़ियो कहते 1 रो माने मिनिमम 20 पर्यंत रो वर्ग निश्चित भाବରେ ମନେ ରଖିବେ ତା ଫଳରେ ଏଇ जो प्रोसेस ए जो मेथड हमर ठीक ସବୁ କାମରେ ଆସିପାରିବ ଆଉ ଯଦି ଆପଣ ମାନେ ସେଗୁଡା ମନେ ରଖି ନଥିବେ ତାହେଲେ ପ୍ରୋବ୍ଲେମ ହେଇପାରେ ବୁଝିଲା ଏଠି ଦେଖନ୍ତୁ ଆପଣ କ୍ୱେଶ୍ଚନ କଲେ ବୁଝିପାରିବେ 84 ଏଟା ଅଙ୍କ ନବା 84 ର ଗୁଣାକାର କରିଦବା ତାପରେ ଦେଖିବା ଏଇ 84 ର ଏକକରେ କି ଅଛି 4 ଯେହେତୁ ଏକକରେ 4 ଅଛି ଏଠି ପସିବିଲିଟି ଚେକ୍ କରାଯିବ କୋଉ ସଂଖ୍ୟାର ବର୍ଗରେ କୋଉ ସଂଖ୍ୟାର ବର୍ଗରେ ଏକ ଘରେ 4 ହେଇପାରିବ ସେଟା ଆମେ ପସିବିଲିଟି ଚେକ୍ କରିବା ମନେ ରଖନ୍ତୁ ଯେ 4 ଟା କୋଉ ସଂଖ୍ୟାର ବର୍ଗ ହେଇପାରିବ ତାହେଲେ ନା 2 ର ବର୍ଗ ହେଇପାରିବ ବା 8 ଟା 64 8 ର ବର୍ଗ ହେଇପାରିବ ହଁ କି ନାହିଁ ତାହେଲେ 84 ର କାମ ଏତିକିରେ ସରିଗଲା ଆଉ ବାକି ରହିଲା 4 ର କାମ ଯେଉଁ 4 ଟା କୋଉ କୋଉ ସଂଖ୍ୟାର ବର୍ଗର ମଧ୍ୟରେ ଆସିବ ନା 2 ର ବର୍ଗ 4 କହିପାରିବା 3 ର ବର୍ଗ 9 ତାହେଲେ ଆମେ କହିବା 2 ର ବର୍ଗ ଇଏ 4 ଏ ଯୋଉ 3 ଆଉ 2 याक कुआजिबो गोटे रेंज चेक करबा रेंज प्रथमटा देखिबा ये कोन पॉसिबिलिटी ता होची पॉसिबिलिटी ये होची पॉसिबिलिटी काहे कि ना ना 2 रो वर्ग 4 निश्चित 4 ଆଉ 8 ର ବର୍ଗ ମଧ୍ୟ 4 ତା ସହିତ ଅନ୍ୟ କୌଣସି ସଂଖ୍ୟାର ବର୍ଗ 4 ହେଇପାରିବ ନାହିଁ ଆଉ ଏକ ଘରେ ଯେହେତୁ 4 ଅଛି तार वर्गमूल मध्य एकक स्थान एक तो 2 हेई परिबो 8 हेई परिबो सेति पई यार पॉसिबिलिटी निया गला 2 किबा 8 बुझला तापर हमें चेक करबा 84 रो काम सरला तापर हमरो 4 रो काम 4 टा चेक करबा हम रेंज चेक करबा जे को संख्यार वर्ग एवं को संख्या दीटा संख्या पॉसिबिलिटी नबा एठी मध्य रेंज रो पॉसिबिलिटी ए 2 रो वर्ग 4 एवं 3 रो वर्ग 9 ତେଣୁ ଏଇ ଦିଟା ଭିତରୁ ଆମେ ସବୁବେଳେ ସାନଟା ନବା ଏ ସାନ ସଂଖ୍ୟାଟା 2 ତେଣୁ ଏଠି ଆମେ 22 ବା 2 ପୂର୍ବରୁ 2 ବସେଇଦବା 8 ପୂର୍ବରୁ 2 ବସେଇଦବା ଏଠି ଦେଖନ୍ତୁ ଆମେ ଦିଟା ସଂଖ୍ୟା ତ ପାଇଗଲେ ଏକ ତ 22 ର ବର୍ଗ 484 ହେଇପାରେ କିମ୍ବା 28 ର ବର୍ଗ 484 ହେଇପାରେ କନଫର୍ମ କେମିତି ହବା ଦେଖନ୍ତୁ ଏଇ ଯୋଉ ସଂଖ୍ୟା ଗୁଡାକ ନେଲେ 2 ର ବର୍ଗ ଏବଂ 4 मा 3 ର ବର୍ଗ ମଝିର ସଂଖ୍ୟାଟା ହେଲା 4 ଯୋଉ ରେଞ୍ଜ ନେଲେ 2 ଏବଂ 3 କୁ ଗୁଣନ କରିବା 2 ଗୁଣନ 3 ସମାନ 6 এই ଯୋଉ 6 ସଂଖ୍ୟାଟା 4 ଠାରୁ ବଡ ନା ସାନ 4 ଟା এই দুইটা সংখ্যাର ଗୁଣନଫଳଠୁ ସାନ ତେଣୁ ଆମେ এই ସାନ ସଂଖ୍ୟାଟା ହିଁ ନବା ବୁଝିଲା ଏଇଟା ହିଁ କରେକ୍ଟ ଆନ୍ସର ବୁଝିଗଲେ ତେଣୁ ଆମର 484 ର ବର୍ଗମୂଳ କେତେ 22 ବୁଝିଲା ତାହେଲେ ଏଇଠି ଦେଖିବା ଆଉ ଗୋଟେ କ୍ୱେଶ୍ଚନ ଆପଣ ମାନେ ପ୍ରାକ୍ଟିସ କଲେ ନିଶ୍ଚିତ ବୁଝିପାରିବେ ସତ 84 ଅଛି ଇଏ ମଧ୍ୟ ଏକକରେ ଯେହେତୁ 4 ଅଛି ତାର ବର୍ଗମୂଳର ଏକକରେ ମଧ୍ୟ 2 ହେଇ ପାରିବ
କିମ୍ବା 8 ହେଇପାରିବ। ବୁଝିହେଲା? 7 7ଟା କେଉଁ ଦୁଇଟି ସଂଖ୍ୟାର ବର୍ଗର ମଧ୍ୟବର୍ତ୍ତୀ ସଂଖ୍ୟା? ନା ଇଏ ମଧ୍ୟ 2ର ବର୍ଗ 4 ଓ 3ର ବର୍ଗ 9, ତାର ମଝିରେ 7 ଆସିବ। ବୁଝିଲା କି ନାଇଁ? 7 ଆସିବ। ଠିକ ଅଛି, 84ର କାମ ସରିଲା ଏତିକିରେ। ତାପରେ ଦେଖିବା 7। ତାହେଲେ ଏଇ 7 କଣ କରିବା? 7ର କାମ ଆମେ ତ ଜାଣିଲେ କୋଉ କୋଉ ସଂଖ୍ୟାର ବର୍ଗର ମଝିରେ ଆସିବ? ନା 2ର ବର୍ଗ ଏବଂ 3ର ବର୍ଗ ମଝିରେ 7 ଆସିପାରିବ। କିନ୍ତୁ ଏଇ 7ଟା ଏଇ ଦୁଇଟା ସଂଖ୍ୟାର ଗୁଣଫଳଠୁ ବଡ ନା ସାନ? ନା 2 3 6। ତେଣୁ ଏଇ ଯୋଉ ସଂଖ୍ୟାଟା ଆମର 7 ଏ 6 ଠାରୁ ବଡ, 6 ଠାରୁ 6 ଠାରୁ ବଡ କହିପାରିବା। 6 ଠାରୁ 6ଟା ବଡ 4 ଠାରୁ। ତେଣୁ ସାନ ସଂଖ୍ୟା ଏଠି କେତେ? 22 ହେଇଥିଲା ଆନ୍ସର। ଯେହେତୁ ଏଠି 7ଟା এই দুইটা সংখ্যার গুণফলଠୁ ବଡ, ତାହେଲେ ଆମର ବଡ ସଂଖ୍ୟାରେ ସରି ଏଠି ଆମେ ରେଞ୍ଜ ବାହାର କଲା ପରେ ଏଇ ସାନ ସଂଖ୍ୟାଟା ସବୁବେଳେ ଏଠି ଲେଖିଦେବା। ବୁଝିଲ? ତାହେଲେ ଏକ ତ 22 ହେଇପାରେ କିମ୍ବା 28 ହେଇପାରେ। କୋଉଟା କନଫର୍ମ କେମିତି ହବ? ନା এই 2 ଏବଂ 3 କୁ ଗୁଣିଲେ 6 ହେଲା। ତ ଏଇ ଯୋଉ 7 ଠାରୁ 6ଟା ସାନ, ତେଣୁ 7 ବଡ। ତେଣୁ ଆମର ଏଠି ଆନ୍ସର ହବ କୋଉଟା? ବଡ ସଂଖ୍ୟାଟା ହିଁ ଆନ୍ସର ହବ। ବୁଝିଲା? ଚାଲନ୍ତୁ ନେକ୍ସଟ ଦେଖିବା। କଣ କ୍ୱେଶ୍ଚନ ପ୍ରାକ୍ଟିସ କରନ୍ତୁ, ନିଶ୍ଚିତ ବୁଝିପାରିବେ। ଆଉ ଥରେ ବୁଝିଗଲେ এই କ୍ୟାଲକୁଲେସନ ବହୁତ ସହଜ। ହେଲା କି? ଆପଣମାନେ ଯୋଉ ଫ୍ୟାକ୍ଟରାଇଜେସନ ମେଥଡ କିମ୍ବା ଡିଭିଜନ ମେଥଡ ତା ଅପେକ୍ଷା ତ ଇଏ ବହୁତ ସର୍ଟକଟ ହେଇପାରିବ। ବୁଝିଗଲା? ତାହେଲେ ଚାଲନ୍ତୁ ମୁଁ ଦେଇଛି 15 21। 15 21 ର ବର୍ଗମୂଳ ବାହାର କରିବା। ପ୍ରଥମ ଦେଖିବା କଣ 21। 21 ଏକକରେ 1 ଅଛି, ତାମାନେ ଆମର ପସିବିଲିଟି କଣ ରହିବ? କୋଉ ସଂଖ୍ୟାର ବର୍ଗର ଏକକରେ 1 ହେଇପାରିବ? ଏକ ତ 1 ର ବର୍ଗ 1 ହେଇପାରିବ ଆଉ 9 ର ବର୍ଗ 1 ହେଇପାରିବ। ତେଣୁ 1 9। ବୁଝିଲା? ତାପରେ ଏ କାମ ସରିଲା। ବୁଝିଲା? ତାପରେ ହେଲା 15। 15ଟା କୋଉ କୋଉ ସଂଖ୍ୟାର ବର୍ଗର ମଝିରେ ଆସିବ? ଏକ ତ 4 ର ବର୍ଗ 16, ପୂର୍ବରୁ କିଏ 3 ର ବର୍ଗ 9। 9 ଆଉ 16 ମଝିରେ ଆସିବ 15ଟା। ବୁଝିହେଲା? ତେଣୁ ଆମେ ଏଇଠୁ ସବୁବେଳେ ସାନ ସଂଖ୍ୟାଟା ନବା। ନବା ଏଠି। ବୁଝିହେଲା? ଏବେ ସଂଖ୍ୟାଟା ପାଇଲେ, ଏକ ତ 31 ଗୋଟେ ପାଇଲେ ଆଉ ଗୋଟେ 39 ପାଇଲେ। এই ସଂଖ୍ୟାଟା ତାହେଲେ 1521 31ର ବର୍ଗ ହେଇପାରେ ବା 39ର ବର୍ଗ ହେଇପାରେ। କନଫର୍ମ କେମିତି ହବ? ନା ଏଠି 3 ଏବଂ 4 କୁ ଗୁଣନ କରିବା। 12। ଏଇ ଯୋଉ 12ଟା ଏଇ ଯୋଉ ଦେଇଛି ଆମର ସଂଖ୍ୟା 15, 15 ଠାରୁ ଏଇଟା ସାନ। 15ଟା ଆମର ବଡ, 15 ଆମର ବଡ। ଯାହା ଫଳରେ ବଡ ସଂଖ୍ୟାଟା ଏଠି କିଏ ଅଛି? 31 ଆଉ 39 ରୁ 39। ତେଣୁ ଏଟା ହଉଛି 39ର ବର୍ଗ, ତାହେଲେ 1521। ଏଇଟା ଦେଖନ୍ତୁ 09 2209 କାହାର ବର୍ଗ? ଯେହେତୁ 9 ଅଛି ଏକକରେ, ଇଏ ବି ପସିବିଲିଟି କଣ ରହିବ? ଏକ ତ 3 ର ବର୍ଗରେ 9 ଆସିପାରିବ ଏବଂ 7 ର ବର୍ଗରେ 9 ଆସିପାରିବ। 09 ର କାମ ସରିଲା। ଦୁଇଟା ଡିଜିଟ ହିଁ ନଉଛି, ସେଇଟା ମନେ ରଖିବେ। ଆମର ଯେହେତୁ ବର୍ଗମୂଳ କାଢା ହଉଛି, ବର୍ଗ ହେଲା ମାନେ ଗୋଟେ ସଂଖ୍ୟାର ଦୁଇଟା ସଂଖ୍ୟା ହଉଛି, ନୁହେଁ କି? ବର୍ଗ ମାନେ 2 ଗୁଣ 2 ଯେମିତି 4 ହଉଛି। ଦୁଇଟା ସଂଖ୍ୟାକୁ
ଗୁଣନ କରାହଉଛି ସେଇଭଳି ତାର ବର୍ଗମୂଳ କାଢିଲା ବେଳକୁ ଦୁଇଟା ହିଁ ସଂଖ୍ୟା ନେବା ପାଇଁ ପଡିବ। ତାହେଲେ 09 ର କାମ ସରିଲା। ପସିବିଲିଟି 3 ର ବର୍ଗ ହେଲେ ନ ହେଇପାରିବ ଏବଂ 7 ର ବର୍ଗ ନ ହେଇପାରିବ। ଦେଖିବା 22 ରହିଛି। 22 ଟା କୋଉ କୋଉ ସଂଖ୍ୟାର ବର୍ଗର ମଝିରେ ଆସିବ ନା 416, 1 ତ 4 ବର୍ଗ 16, 5 ର ବର୍ଗ 25, ଏହା ମଝିରେ ଆସିବ 22 ଟା। ତେଣୁ ମୁଁ କହୁଛି ସବୁବେଳେ ସାନ ସଂଖ୍ୟାଟାକୁ ହିଁ ନେଇକି ଏଠି ରଖିବା। ବୁଝିଗଲା? ତ 43 ହେଇପାରେ ବା 47 ହେଇପାରେ। କେମିତି ଜାଣିବା? କୋଉଠି କନଫର୍ମ କରିବା ନା 4 ଆଉ 5 କୁ ଗୁଣନ କରିବା। 4 ଗୁଣନ 5 20। 20 ଟା ଏଇ ସଂଖ୍ୟା ବଡ ନା 20 ବଡ? ତେଣୁ ସେ 22 ବଡ। ବଡ ସଂଖ୍ୟା ନାହିଁ ହବ ଆନ୍ସର। ବୁଝିପାରିଲେ? ତାହେଲେ ଚେକ୍ କରିଦେବା ଥରେ ଆମର ଯୋଉ ବର୍ଗ କିପରି ବାହାର କରାଯାଏ ନା ଛକ ଦେଇ ଦିଆଯାଏ। 48 ର ବର୍ଗ ବାହାର କରିବା। ନୂଆ 81 3 3 କହିଛି ନା ପୂର୍ବ କ୍ଲାସ ଯୋଉ ପିଲାମାନେ ବି ପୂର୍ବ କ୍ଲାସ ଦେଖିନାହାନ୍ତି ସେମାନେ ବର୍ଗ କିପରି ବାହାର କରାଯିବ ସେମାନେ ପୂର୍ବ କ୍ଲାସ କୁ ଯାଇ ଡିସ୍କ୍ରିପସନ କୁ ଯାଇ ଆପଣମାନେ ପୂର୍ବ କ୍ଲାସ କୁ ଯାଇପାରିବେ। ମୁଁ ଡିସ୍କ୍ରିପସନ ରେ ପୂର୍ବ କ୍ଲାସ ମୁଁ ତ ପ୍ଲେଲିଷ୍ଟ ବନେଇ ଦଉଛି ହେଲା କି ପ୍ଲେଲିଷ୍ଟ କୁ ଯାଇକି ଆପଣମାନେ ସେ ଭିଡିଓ ପାଇପାରିବେ। ତାହେଲେ 3 3 9 କଣ କରାଯିବ 3 27 ଦୁणे 54 5 4 54 ତାହେଲେ 1 5 4 5 2 1 9 14 1 15 1521 ବୁଝିଲା? 40 ର ବର୍ଗ ହଉଛି 1521 ଆଉ 1521 ର ବର୍ଗମୂଳ ହେଲା 39। ଚେକ୍ କରିବା ତାହେଲେ ଆମର କେତେ ପାଇଲେ ବର୍ଗମୂଳ 2209 ର ବର୍ଗମୂଳ 47। 47 ରୁ ଆମେ ବର୍ଗ କାଢିଦେବା। 47 ର ବର୍ଗ କାଢିବା 7 7 50 4 9 50 4 4 16 ତାପରେ 4 7 28 ଦୁणे 28 ଦୁणे 56 6 ରଖଣା 1 4 5 56 ତାହେଲେ 5 ଲେଖିବା ଏଠି 6 ଲେଖିବା। ହଁ 6 4 10 16 1 5 21 1 22 ପାଇଲେ ନା? ବାସ୍ ଇଏ ହେଲା ତାର ପ୍ରୋସେସ। ତେଣୁ ଚାଲନ୍ତୁ ଆମେ କିଛି ପ୍ରାକ୍ଟିସ କରିବା। ଯେତେ ପ୍ରାକ୍ଟିସ କରିବେ ପିଲାମାନେ ସେତେ ଆପଣଙ୍କର ହାତ ପ୍ରାକ୍ଟିସ ଭଲ ରହିବ। ଯାହାଫଳରେ ଆପଣମାନେ ଖୁବ କମ ସମୟ ମଧ୍ୟରେ କ୍ୟାଲକୁଲେସନ କରିପାରିବେ। ଏଇଠି ଦେଖନ୍ତୁ 84 କିଏ ଅଛି 4 4 ଅଛି ମାନେ କୋଉ ସଂଖ୍ୟାର ବର୍ଗ 4 ହେଇପାରିବ? 2 ର ବର୍ଗ 4 ହେଇପାରିବ ଏବଂ 8 ର ବର୍ଗ 1 ଘରେ 4 ହେଇପାରିବ। ଏତିକିରେ 84 ର କାମ ସରିଲା। ହେଲା 34। 34 କଣ କରିବା? 34 କେଉଁ କେଉଁ ସଂଖ୍ୟାର କେଉଁ ଦୁଇଟି ସଂଖ୍ୟାର ବର୍ଗର ମଧ୍ୟବର୍ତ୍ତୀ ସଂଖ୍ୟା ହେଇଥିବ? ଦୁଇଟି କ୍ରମିକ ସଂଖ୍ୟା ପିଲାମାନେ 5 5 25 6 36 5 ର ବର୍ଗ କେତେ ଆସିବ 25 6 ର ବର୍ଗ 34 ଏଠି ମଧ୍ୟବର୍ତ୍ତୀ ସଂଖ୍ୟା ଏଟା ରେଞ୍ଜ ବାହାର କଲା ପରେ ମୁଁ କହିଛି ସାନ ସଂଖ୍ୟାଟାକୁ ହିଁ ନବା ଆମେ ସବୁବେଳେ ସାନ ସଂଖ୍ୟାଟା ନବା। 52 ର ବର୍ଗ ହେଇପାରିବ 3484 କିମ୍ବା 58 ବର୍ଗ ହେଇପାରିବ। କନଫର୍ମ କିପରି କରିବା? 5 ଆଉ 6 କୁ ଗୁଣନ କରିବା। 5 ଗୁଣନ 6 ସମାନ କେତେ 30। ତାହେଲେ କିନ୍ତୁ ଅଛି କେତେ 34। 34 ଟା 30 ଠାରୁ ବଡ ନା ନାହିଁ? 34 ବଡ। ସେଥିପାଇଁ ବଡ ସଂଖ୍ୟାଟା ହିଁ ଆନ୍ସର ହବ। 58
52 ଆଉ 58 ତ 58ଟା ଆନ୍ସର ବୁଝିହେଲା। ଡାଉଟ୍ ହବ ଆପଣମାନେ ତାର 57 ବର୍ଗ କରିବେ। 5 64 5 ପଞ୍ଚା 25 5 40 40 ଦୁଣେ 80 4 6 13 3 ରଖିବା 1 2 1 4 34ଟା ବଡ 34 84 1 2 ରେ ବର୍ଗ 4 8 ବର୍ଗ 8 5 4 ହେବ 34 5 25 636 34 5 ଆଉ 6 ମଧ୍ୟବର୍ତ୍ତୀ ସଂଖ୍ୟା 5 ନେଲେ ମୂଳ 5 ନେଲେ ମୂଳ ତାପରେ 530 ହେଲା 34 ତେଣୁ ବଡ 58ଟା ତାପରେ 5 8 64 5 25 5 40 ମାନେ 80 6 5 13 3 1 2 1 3 64 ସଂଖ୍ୟା ଭୁଲ ଅଛି ବୋଧେ 52 ର ବର୍ଗ କେତେ ଆସିବ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ ବୋଧେ ଅଟୋମେଟିକ୍ 4 5 25 10 2 20 4 0 5 2 58 64 25 25 5 40 ଦୁଣେ 80 4 ଇଏ 6 3 3 64 ଭୁଲ ଅଛି ପିଲାର 64 ହବ ତାହେଲେ ଏଟା 33 64 ନମ୍ବରଟା ହିଁ ଭୁଲ ଥିଲା ତେଣୁ ଚାଲନ୍ତୁ ନେକ୍ସଟ ଦେଖିବା ଆମର 29 ତାହେଲେ 29 ରେ ମଧ୍ୟ ସେଇଭଳିଆ 29 କୁ ନବା 29 ର ଏକ ଘରିକି ଅଛି 9 ଏକ ତ ବର୍ଗ ନ ହେଇପାରିବ 3 3 9 7 ର ବର୍ଗ 750 ହେଇପାରିବ ବୁଝିଲା ତାହେଲେ 29 ର କାମ ସରିଲା 53 କେଉଁ ସଂଖ୍ୟାର ବର୍ଗର ମଝିରେ ଆସିବ 750 7 ର ବର୍ଗ 50 ଏବଂ 8 ର ବର୍ଗ 64 ଆପଣଙ୍କ ଏହା ମଧ୍ୟବର୍ତ୍ତୀ ସଂଖ୍ୟା ତାହେଲେ ଆମେ ମୁଁ କହୁଛି ପ୍ରଥମରୁ ଏଇଟା ଯୋଉ ବର୍ଗ ସଂଖ୍ୟା ପାଇଲେ ଦୁଇଟା ସଂଖ୍ୟାର ଯୋଉ ବର୍ଗ ପାଇଲେ ଏ ସାନ ସଂଖ୍ୟାଟାକୁ ସବୁବେଳେ ନବା ଆମେ 7 7 ଲେଖିବା ଏତେ ସଂଖ୍ୟା ପାଇଲେ ଏବେ 73 ହେଇପାରେ ବା 77 ତାହେଲେ ଆମେ କଣ କରିବା 7 ଆଉ 8 କୁ ଗୁଣନ କରିବା 7 ଟା 56 ଏଠି ଦେଇଥିଲେ 53 ଏ 56 ଟା ବଡ 53 ଟା ସାନ ଆମର 63 ସାନ ସଂଖ୍ୟାଟା ହିଁ ହବ 63 ବୁଝିଲେ ଚେକ୍ କରିବା ତାହେଲେ ଭୁଲ ହେଇଯାଉଛି 30 7 50 ତାପରେ 7 21 ଦୁଣେ 2 2 ଦୁଣେ 4 21 ଦୁଣେ 42 9 2 9 4 13 3 ରଖିଲା 1 4 1 5 5 3 2 ଠିକ ଅଛି ତେଣୁ ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ ଦେଖିବା ପିଲାମାନେ
ଆପଣ ପ୍ରାକ୍ଟିସ କରିବେ, ଯେତେ ପ୍ରାକ୍ଟିସ କରିବେ ସେତେ ମାନେ ତାର ଲାଭ ପାଇପାରିବେ। ବୁଝିଲା? ତେଣୁ 7396 ଏଠି ଦେଖନ୍ତୁ 96 ଏକ ଘରେ କିଏ ଅଛି 6। କେଉଁ ସଂଖ୍ୟାର ବର୍ଗରେ 6 ଅଛି? ଏକ ତ 4 ର ବର୍ଗ ହେଇପାରେ, 4 ର ବର୍ଗ 4 ର ବର୍ଗ ବା 6 ର ବର୍ଗ। ତ 4 ବର୍ଗରେ 6 ହେଇପାରିବ 416, 6 ର ବର୍ଗରେ 636 6 ହେଇପାରିବ। 96 ର କାମ ସରିଲା। ତାପରେ 73, କିନ୍ତୁ 73 ଟା କେଉଁ କେଉଁ ସଂଖ୍ୟାର ବର୍ଗର ମଝିରେ ଆସିବ? 8 64 ନୂଆ ନୂଆ 81 ଏ ଭିତରେ ଆସିବ 73 ଟା। ବୁଝିଲା? ତାହେଲେ ଏକ ତ ଏଇ ଯୋଉ ମୁଁ କହିଛି ସାନ ସଂଖ୍ୟା ଟା କହି ନବା, ଏଇ ଯୋଉ 8 ଆଉ 9 ଦୁଇଟା ସଂଖ୍ୟାର ବର୍ଗ ବାହାର କଲେ, ରେଞ୍ଜ ଯୋଉ ବାହାର କଲେ, ରେଞ୍ଜ ବାହାର କଲେ ସେଥିରୁ ସାନ ସଂଖ୍ୟାଟାକୁ ଆମେ ନବା 8 ନେଇକି ଏଠି ରଖିବା। ତାହେଲେ ଏବେ ଦୁଇଟା ସଂଖ୍ୟା ପସିବିଲିଟି ପାଇଲେ କଣ କଣ? 84 ର ବର୍ଗ ହେଇପାରେ କିମ୍ବା 86। ତାହେଲେ ଆମେ ଏଠି କଣ କରିବା? 8 ଗୁଣ 9 କରିବା, 8 ନୂଆ 72। ତାହେଲେ ଏଠି ଅଛି 73, ଏଠି ଅଛି 72। ତାହେଲେ এই ସଂଖ୍ୟାଟା ବଡ, ତାହେଲେ 84 86 ମଧ୍ୟରୁ 86 ସଂଖ୍ୟାଟା ରାଇଟ ଆନ୍ସର। ବୁଝିଲା? ଚେକ୍ କରିଦେବା ଫଟାଫଟ। ଆମେ ତ ଜାଣିଛୁ 636 8 64 6 48 ଦୁଣେ 2 16 ରୁ 6 ରତ୍ନା 1 2 8 9 6 କୁ 6 6 3 9 9 4 3 ରତ୍ନା 1 6 1 7। ବୁଝିପାରିଲେ? 73 96। ଠିକ ଅଛି, ତାହେଲେ ଚାଲନ୍ତୁ ଯିବା ନେକ୍ସଟ 88 36 ର ବର୍ଗମୂଳ। ତାହେଲେ 36 ଇଏ ମଧ୍ୟ 6 ଏକ ଘରେ 6 ଅଛି, ମାନେ ଏକ ତ 4 ହେଇପାରିବ କିମ୍ବା 6 ହେଇପାରିବ। 36 ର କାମ ସରିଲା। ତାପରେ ହେଲା 88 ର କାମ। 88 କେଉଁ କେଉଁ ସଂଖ୍ୟାର କେଉଁ କେଉଁ ଦୁଇଟି କ୍ରମିକ ସଂଖ୍ୟାର ବର୍ଗର ମଧ୍ୟବର୍ତ୍ତୀ ସଂଖ୍ୟା ହେଇଥିବ ଆମେ ଦେଖିବା। ତାହେଲେ 88 ତାପରେ 9 ନୂଆ 81 ଏବଂ 10 10 100 ଏଇ ଭିତରେ ଆସିବ 88 ଟା। ଆମେ କହୁଛି ସବୁବେଳେ ସାନ ସଂଖ୍ୟାଟା ଏଇ 9 10 ରୁ 9 ଟା ହିଁ ନବା, 9 ନେଇନବା। ବୁଝିଲା? ଏବେ କଣ କରିବା? ଏ 9 ଏବଂ 10 କୁ ଗଣନ କରିବା। ତାହେଲେ କେତେ ହେଲା? 90। ଏଠି ଅଛି କେତେ? 88। 88 ଟା ସରି 88 ହଉଛି ସାନ ସଂଖ୍ୟା 90 ଠାରୁ। ସାନ ସଂଖ୍ୟା କିଏ? 94। 94 96 ରୁ ସାନ କିଏ? 94। ତେଣୁ 94 ହବ ଆନ୍ସର। ଦେଖିବା 94 ର ବର୍ଗ କି ନୁହଁ ଇଏ 4 16 9 81 9 36 ର 2 212 2 ରତ୍ନା 1 3 1 7। ତାହେଲେ 6 2 1 3 7 1 8 1 8 ହେଲା। ତାହେଲେ ଇଏ ହଉଛି 94 ର ବର୍ଗ। ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ କୁ ଦେଖିବା। ନେକ୍ସଟ କ୍ୱେଶ୍ଚନ ହେଲା 4 2 2 5। ମୁଁ କହିଥିଲି ପୂର୍ବ କ୍ଲାସରେ ପିଲାମାନେ ଯେତେବେଳେ ମୁଁ ବର୍ଗ ପଢେଇଲି ସେତେବେଳେ ମୁଁ କହିଥିଲି ଏକ ଘରେ 5, ଏକ ଘରେ 5 ଅଛି ମାନେ ସେ ସଂଖ୍ୟାର ବର୍ଗ କଣ ହବ? ପ୍ରଥମେ ତ 25 ଲେଖାଯିବ, ତାପରେ 15। ଦେଖିବା 15 ର ବର୍ଗ। ପ୍ରୋବ୍ଲେମ ହଉଛି ଟିକେ ପେନ୍ ପ୍ରୋବ୍ଲେମ। 15 ର ବର୍ଗ ଆମକୁ କହିଛି 5 ର ବର୍ଗ ଏକାଥରେ ଡାଇରେକ୍ଟ 25 ଲେଖାଯିବ।
ଆଉ 10 ଘରେ କିଏ ଅଛି? 1। 1 ସହିତ ତାର ପରବର୍ତ୍ତୀ ସଂଖ୍ୟା ଗଣନ ସଂଖ୍ୟା କିଏ? 2। ଗୁଣନ କରିଦବା 1 2 2 ଡାଇରେକ୍ଟ 2 ଲେଖିଦବା। ଇଏ ମଧ୍ୟ ସେଇଭଳି ଆମେ ବାହାର କରିପାରିବା। ସର୍ଟକଟ, ତାଠୁ ବେଶୀ ସର୍ଟକଟ। ସେଇଭଳିଆ ମେଥଡ କରିବା, କିନ୍ତୁ କହିଦଉଛି 25 ତା ମାନେ 5 ର ବର୍ଗ ନିଶ୍ଚିତ, ତାପରେ 42 କେଉଁ କେଉଁ ଦୁଇଟା ସଂଖ୍ୟା କ୍ରମିକ ସଂଖ୍ୟା ସେମାନଙ୍କର ଗୁଣଫଳ 42 ହବ। 6 7 42, 6 ଗୁଣନ 7 42, ତାହେଲେ ଆମେ 6 ଟାକୁ ନେଇକି ଏଠି ରଖିଦେଲେ 65 ର ବର୍ଗ ପାଇପାରିବା। ହଁ କି ନାଇଁ? ବାସ୍, ସେ ଗୋଟେ ମେଥଡ। ତାପରେ ଆଉ ଗୋଟେ ଆମର ଯୋଉ ମେଥଡ ମୁଁ ଶିଖଉଛି ସେଇ ମେଥଡରେ ହିଁ କରିବା। ଯେହେତୁ 25 ଅଛି, 1 ତ 5 ର ବର୍ଗ, ଆଉ କୌଣସି ସଂଖ୍ୟାର ବର୍ଗ ହେଇପାରିବ ନାହିଁ। ବୁଝିହେଲା? ତାହେଲେ 25 ର କାମ ସରିଲା। ତାର 42, ଏଇ ଯୋଉ 42 ଟା କେଉଁ କେଉଁ ସଂଖ୍ୟାର ବର୍ଗର ମଧ୍ୟବର୍ତ୍ତୀ ସଂଖ୍ୟା ହେଇପାରିବ? ନା 6 ର ବର୍ଗ 36, 7 ର ବର୍ଗ 49, ଏହାର ମଧ୍ୟବର୍ତ୍ତୀ ସଂଖ୍ୟା ଇଏ। ମୁଁ କହିଛି ସବୁବେଳେ ସାନ ସଂଖ୍ୟାର ନବ। ବାସ୍, ଡାଇରେକ୍ଟ ଲେଖିଲ, ଇଏ ହେଇଗଲା 65 ର ବର୍ଗ। ବୁଝିପାରିଲେ? ତାପରେ ଦେଖିବା ଏଇଠି 15 625, ତାହେଲେ ଆମେ ଦୁଇଟା ସଂଖ୍ୟା ନବା 25 ଅଛି ମାନେ ଆମେ ଡାଇରେକ୍ଟ 5 ଲେଖିଦବା। 156, 156 ଟା କେଉଁ କେଉଁ ସଂଖ୍ୟାର ବର୍ଗ ସଂଖ୍ୟାର ମଧ୍ୟବର୍ତ୍ତୀ ସଂଖ୍ୟା ହେଇଥିବ? 156 ଆମେ ଜାଣିଛେ 12 ର ବର୍ଗ କେତେ? 144। 13 ର ବର୍ଗ 169, ତାହେଲେ ଏକ ଦେଇଛି 156, ତାହେଲେ ଏଇ ମଧ୍ୟବର୍ତ୍ତୀ ସଂଖ୍ୟା ଆମେ ଡାଇରେକ୍ଟ ସାନ ସଂଖ୍ୟା ନବା 125। ବାସ୍, ଇଏ ହେଲା 125 ର ବର୍ଗ। ଆମେ ଚେକ୍ କରିଦେବା। ତାହେଲେ ଆମେ ମୁଁ ଯୋଉ କହୁଥିଲି ଏଇ 25 ଟା କଣ? 5 ର ବର୍ଗ, ତାହେଲେ ଏଇ 156 ଟା କେତେ ହବ? 12 ଏବଂ 13 ର ଗୁଣଫଳ, ନୁହେଁ କି? 13 6 2 13 14 15, 156 ହେଲା କି ନାହିଁ? 156 ଟା 12 ଏବଂ 13 ର ଗୁଣଫଳ। ଚାଲନ୍ତୁ ନେକ୍ସଟ ଦେଖିବା। ତାହେଲେ 12 5 44, ତାହେଲେ ଏଠି ଦେଖିବା 44। ମୁଁ କହିଛି 2 ର ବର୍ଗ 4 ହେଇପାରିବ, 8 ର ବର୍ଗ 4 ହେଇପାରିବ। ବୁଝିଲା? ତାହେଲେ 125, 125 ତାହେଲେ କେଉଁ କେଉଁ ସଂଖ୍ୟାର ବର୍ଗର ମଧ୍ୟବର୍ତ୍ତୀ ସଂଖ୍ୟା ହେଇପାରିବ? 11 ର ବର୍ଗ କେତେ? 121, 12 ର ବର୍ଗ 144, ତାହେଲେ ଏମାନଙ୍କ ମଧ୍ୟବର୍ତ୍ତୀ ସଂଖ୍ୟା ହେଇପାରିବ ଯେହେତୁ 125, ତାହେଲେ ସାନ ସଂଖ୍ୟାଟା ହିଁ ନବା 1 1 1 1। ତାହେଲେ ଏବେ ତ ପାଇଲେ 112 ଏବଂ 118, କେଉଁ ସଂଖ୍ୟାର ବର୍ଗ ତାହେଲେ ଏଇଟା? କଣ କରିବା? 11 ଏବଂ 12 କୁ ଗୁଣନ କରିବା। 11 ଗୁଣନ 12, 12 କେ 12 2 ରଖିଲା 1, 12 କୁ 12 1 13, 132। ତାହେଲେ ଏଠି ଅଛି 125, ଏଠି ଅଛି 132, ତାହେଲେ 125 ଟା ସାନ, ତାହେଲେ 112 ହବ answer। ହେଲା? ଆମେ ଚେକ୍ କରିବା 112 ର ବର୍ଗ ଏଟା ନୁହଁ, ହଁ କି ନୁହଁ? 112 ର ବର୍ଗ ଚେକ୍ କରିବା। ତାହେଲେ ଆମେ କଣ କରିବା? ତାର ବେସ୍ ରୁଟ ନବା 100, ତାହେଲେ ଆମେ 112 ରେ ଯୁକ୍ତ 12 କରିବା, ମାଇନସ 12 କରିବା। କଣ କରିବା? 112 ର ବର୍ଗ, 12 ର ବର୍ଗ ଲେଖିବା 44, 44 ଲେଖିବା, 1 ଟା ଲେଖିଦବା 144,
କାହିଁକି ନା ଏପଟେ ଦୁଇଟା ସଂଖ୍ୟା ହିଁ ଲେଖାଯାଇ ପାରିବ, ଆଉ ଗୋଟେ 1 କ୍ୟାରି ହେଇଯିବ। ତାହେଲେ 112 ଯୁକ୍ତ 12 କେତେ? 124 ଗୁଣନରେ 100 ରୁ -12 ଗୁଣ 112 ରୁ -12 ତାପରେ 100 ବିଭକ୍ତରେ 100 ଏ 100 କଟିଯିବ 124। ତାହେଲେ ଫାଇନାଲି 4 4 4 के 5 ये ହେଲା 12 12 540 ବାସ୍ ଆସିଗଲା ଇଏ 112 ର ବର୍ଗ। ଚାଲନ୍ତୁ ତାହେଲେ ନେକ୍ସଟ ଯିବା 35 721। ଏଠି ଦେଖିବା 21 ଟା ଏକ ଘରେ 1 ଅଛି, ତାହେଲେ ସେ 1 ର ବର୍ଗ ହେଇପାରେ କିମ୍ବା 9 ର ବର୍ଗ ହେଇପାରେ। 21 ର କାମ ସରିଲା। ତାପରେ 357 ଏକ ତ 357 ଟା 357 ହେଲା 18 19 ଏ 18 19 ର ବର୍ଗ। ଏକ ତ 18 ବର୍ଗ କେତେ 324 ଆଉ 19 ର ବର୍ଗ 361 ବାସ୍। ତାହେଲେ ଆମେ ଏଠି ସାନଟା ହିଁ ନବା 18 1 8 1 8 ତାହେଲେ ଦୁଇଟା ସଂଖ୍ୟା ପାଇଲେ 181 189 এই দুইটা ভিতରୁ କୋଉଟା ତାହେଲେ କୋଉ ସଂଖ୍ୟାର ବର୍ଗ ତାହେଲେ ଏଇଟା କଣ କରିବା 18 ଏବଂ 19 କୁ ଗୁଣନ କରିବା। 18 19 କୁ ଗୁଣନ କଲେ କେତେ ହଉଛି 342 342 ଠାରୁ 357 ବଡ, ତେଣୁ 189 ହଉଛି ଏହାର ଆନ୍ସର। ବୁଝିଲା? ଦେଖିବା 189 ର ବର୍ଗ ଏତିକି ହଉଛି କି ନାହିଁ। ଗୋଟେ ବେସ୍ ନବା 200 189 ପ୍ଲସ୍ ରେ 11 ମାଇନସ୍ 11 11 ବର୍ଗ କେତେ 121 121 ଏପଟେ ଦୁଇଟା ସଂଖ୍ୟା ଦେଖିବା ତାହେଲେ 190 90 200 200 ତାପରେ ଗୁଣ 178 ହବ 11 ମାଇନସ୍ ହେଲେ ବିଭକ୍ତରେ 100 ଦୁଇଟା ଶୂନ ଦୁଇଟା ଶୂନ କଟିଗଲା। ଏଠି 2 16 ରୁ 6 ରଖିନେଲା 1 2 14 1 15 ରୁ 5 ରଖିନେଲା 1 2 2 1 3 ତାହେଲେ ଫାଇନାଲ କେତେ ପାଇଲେ 3 5 6 2 1 1 କୁ 1 ଇଏ 2 କୁ 2 ଏଠି ଅଛି 121 ରୁ ତାହେଲେ 6 1 7 ଇଏ ହେଲା 5 3 ଆମେ ପାଇଲେ ତାହେଲେ 189 ହେଲା ରାଇଟ୍ ଆନ୍ସର। ସରି ପିଲାମାନେ ଥଣ୍ଡା ହେଇଛି। ତାହେଲେ ଚାଲନ୍ତୁ ଯିବା ଏ ଦଶମିକ କ୍ୱେଶ୍ଚନ ଦେଖିବା ଦଶମିକ ର କିପରି ସ୍କ୍ୱାର ରୁଟ ବାହାର କରିବା। ତମେ ଦେଖନ୍ତୁ 0.0.30 ମୁଁ କହିଥିଲି ପିଲାମାନେ ଯେତେବେଳେ ବର୍ଗ ବାହାର କରାଯାଏ ମନେକରାଯାଉ ଗୋଟେ ସଂଖ୍ୟା ହଉଛି 0.2 ତାର ବର୍ଗ ବାହାର କରିବା 2 ଦୁଣେ 4 ହବ, କିନ୍ତୁ ଦଶମିକ ପରେ ଗୋଟେ ସଂଖ୍ୟା ଅଛି ଦୁଇଟା ସଂଖ୍ୟା ଅଛି ଯୋଉଟା ଭଲ ହେଇଯିବ ତାହେଲେ 0.04 ଇଏ ହେଲା ବର୍ଗ। କରାଯାଉ 0.02 ତାର ବର୍ଗ କରାଯିବ ତ 2 ଦୁଣ 4 ତ ହବ, ଏଠି ଦୁଇଟା ସଂଖ୍ୟା ଅଛି କିନ୍ତୁ ଚାରଟା ସଂଖ୍ୟା ହେଇଯିବ ଏଠି 1 2 3 4 ବାସ୍ ଇଏ ହେଲା ଆମର ବର୍ଗର ନିୟମ ଥିଲା ଏସବୁ। ସେଇଭଳି ଆମେ ଯଦି ବର୍ଗମୂଳ ଏଠୁ କାଢିଲା ବେଳକୁ ଦୁଇଟା ଥିବ ମୂଳରେ ଏଟା କଟିଯିବ ଆମର ଗୋଟେ ହେଇଯିବ ଦଶମିକ ପରେ। ଯେତେବେଳେ ବର୍ଗମୂଳ ଦିଆଯାଏ
ଏ ବର୍ଗ ଉଠିଯିବ। ଏଠି 4ଟା ସଂଖ୍ୟା ଅଛି ଦଶମିକ ପରେ, ଏଠି ତାର ଅଧା 2ଟା ସଂଖ୍ୟା ହେଇଯିବ। ଏଇଟା ହେଲା ବର୍ଗ। ବୁଝିଲ? ତାହେଲେ ଚାଲନ୍ତୁ ଯିବା 0.36 ତାର ବର୍ଗମୂଳ ବାହାର କରିବା। ତାହେଲେ ପ୍ରଥମତଃ ଏହା ସବୁଠୁ ସରଳ ଉପାୟ, ଡାଇରେକ୍ଟ 36 ଲେଖିଦେବା, ବିଭକ୍ତରେ ଦଶମିକ ପରେ କେତେ ଶୂନ, ନା ଦଶମିକ ପରେ ଯେତେଟା ସଂଖ୍ୟା ଅଛି ଡିଭାଇଡ କରିକି 1 ରେ ସେତିକି ଶୂନ ବସାଇଦବା। ରୁଟ ଓଭର ରୁଟ ଓଭର 36 ହେଲା 6 ର ବର୍ଗ 636, ଆଉ 100 ହେଲା 10 ର ବର୍ଗ, ତାହେଲେ 6 ବିଭକ୍ତ 10। ତାକୁ ଯଦି ଦଶମିକରେ କନଭର୍ଟ କରିବା ତାହେଲେ ଦଶମିକ ପରେ ଗୋଟେ ସଂଖ୍ୟା 0.6, 0.6 ଲେଖିପାରିବା କି 0.6 ଲେଖିପାରିବା। ବୁଝିଗଲା ପିଲାମାନେ? ତାହେଲେ ଇଏ ହେଲା ତାର ଆନ୍ସର 0.6। ତାପରେ ଦେଖିବା ଆମର 0.0144, ଦଶମିକ ପରେ 4ଟା ସଂଖ୍ୟା, ତାର ରୁଟ ଓଭର, ତାହେଲେ 1 4 4 ଲେଖିପାରିବା, ବିଭକ୍ତରେ 1 ରେ କେତେ ଶୂନ ଦବା, 1 2 3 4, 1 2 3 4। ମୁଁ କହିଛି ପିଲାମାନେ ଯଦି ଏଇ ଶୂନର ଏ ବର୍ଗର ନିୟମ କଣ, ଯଦି 2ଟା ଶୂନ ଥିବ ତାହେଲେ ମାନେ ଯେକୌଣସି ସଂଖ୍ୟାର ଲାଷ୍ଟରେ ଯଦି 2ଟା ସଂଖ୍ୟା ମାନେ ଯୁଗ୍ମ ସଂଖ୍ୟା ଥିବ, ଯୁଗ୍ମ ସଂଖ୍ୟକ ଶୂନ, ତାମାନେ 2ଟା ଶୂନ କିମ୍ବା 4ଟା ଶୂନ ଲାଷ୍ଟରେ କିମ୍ବା 6ଟା ଶୂନ ଲାଷ୍ଟରେ, ଏପଟେ ଯାହା ବି ଥାଉ ଲାଷ୍ଟରେ ଏସବୁ ଥିଲେ ଏସବୁ ମାନେ ବର୍ଗ ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ। ଆଉ ଯେତେବେଳେ ଯୁଗ୍ମ ଶୂନ, ଗୋଟେ ଶୂନ କିମ୍ବା 3ଟା ଶୂନ କିମ୍ବା 5ଟା ଶୂନ, ଏଇଭଳିଆ ଯଦି ସଂଖ୍ୟା ଲାଷ୍ଟରେ ଥିବ ସେ ସବୁ ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ ନାହିଁ, ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ ନାହିଁ। ବୁଝିଲା? ତେଣୁ ଏଠି 4ଟା ଶୂନ ଅଛି, ତାହେଲେ ଇଏ ବି ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। ଏ କେତେର, ନା 4ଟା ଅଛି ମାନେ 2ଟା, 1 ରେ 2ଟା ଶୂନ, 100 ର ବର୍ଗ ହଉଛି ଏତିକି। 144 ଏ କାହାର ବର୍ଗ, ନା 12 ର ବର୍ଗ। ତାହେଲେ କେତେ ପାଇଲେ, 12 ବିଭକ୍ତର 100। ତାହେଲେ ଏଇଟା ଦଶମିକରେ ଯଦି ଆମେ ଲେଖିବା, କେତେ ଲେଖିବା, 0.12, 0.12। ବୁଝିଲା? ତାହେଲେ ନେକ୍ସଟ କ୍वेश्चन 0.0625 ତା ବର୍ଗମୂଳ। ତାହେଲେ କଣ କରିବା, 625 ବିଭକ୍ତରେ 1 ରେ କେତେ, 1 2 3 4ଟା ଶୂନ ଦେଇଦବା, ତାହେଲେ ଇଏ ହେଲା 625, ଇଏ 25 ର ବର୍ଗ, ଇଏ ହେଲା 100 ର ବର୍ଗ। ତାହେଲେ 25 ବିଭକ୍ତ 100, ତାମାନେ କାଟିଦବା ଯଦି 25 କି 25, 25 ଚା 100, ତାହେଲେ ଏତିକି। ଆଉ ଦଶମିକରେ ଯଦି କରିବା 0.25, ବୁଝିଲା? ତାପରେ 0.1 2 3 4 8 1, ତାହେଲେ ବର୍ଗମୂଳ କରିବା, ତାହେଲେ 81 ବିଭକ୍ତରେ 1 2 3 4 5 6, ତାହେଲେ ଇଏ କେତେ ହବ, 9 ର ବର୍ଗ, ଇଏ ହେଲା 1 2 3 1000 ବର୍ଗ, 1 2 3 4 5 6, 1 2 3, ତାହେଲେ ଇଏ କେତେ ହବ, ଦଶମିକ 1 2 3, ଏତିକି ହବ ଆନ୍ସର। ବୁଝିଲା? ଚାଲନ୍ତୁ ତାହେଲେ
ଆଉ ଗୋଟେ 10 ମିନିଟ କ୍ୱେଶ୍ଚନ ଦେଖିଦବା। 0.05336 ତାର ବର୍ଗମୂଳ। ତାହେଲେ ଇଏ କଣ କରିବା? 53361 ବିଭକ୍ତରେ 1 ରେ କେତେଟା ଶୂନ? 1 2 3 4 5 6 2 4 6 6ଟା। ଏହାର ବର୍ଗମୂଳ ଇଏ ହେଲା 1000ର ବର୍ଗମୂଳ ମାନେ ବର୍ଗ, ଏହାର ବର୍ଗମୂଳ 1000। କିନ୍ତୁ ଏହାର ବର୍ଗମୂଳ ଏଇଠି ଦେଖନ୍ତୁ 61। 1 ତ ପସିବିଲିଟି କଣ ରହିବ? 1 ର ବର୍ଗ, ଏକ ଅଙ୍କର ଯେହେତୁ 1 ଅଛି 1 ର ବର୍ଗ ହେଇପାରିବ କିମ୍ବା 9 ର ବର୍ଗ ହେଇପାରିବ। କିନ୍ତୁ 533 ଯେହେତୁ 533 ଦେଇଛି 053 ମୋର 23 24 24 ର ବର୍ଗ କେତେ? ଗୋଟେ ମିନିଟ। 24 ର ବର୍ଗ ହବ 576। ଆମର କେତେ ଦରକାର? 533। ତାହେଲେ 23 ର ବର୍ଗ, 23 ର ବର୍ଗ କେତେ ଆସିବ? 529। ତାହେଲେ ଆମେ ଡାଇରେକ୍ଟ ସାନଟା ହିଁ ନବା। ତାହେଲେ 23 23 ଦିଟା ସଂଖ୍ୟା ପାଇଲେ ଏକ ତ 231 ନହେଲେ 239 ର ବର୍ଗ ଏତିକି ହେଇପାରିବ। ତାପରେ କଣ କରିବା ତାର ପ୍ରୋସେସ? 23 ଗୁଣନ 24। ତାହେଲେ 23 ଗୁଣନ 24 କେତେ ହବ? 23 ଗୁଣନ 24 ଆମର 552। ଆପଣମାନେ କାଲକୁଲେସନ କରିଦେବେ। 552, ଏ 552 ଟା ସାନ, 553 ନା ସରି 33 ଦେଇଛି, ମୁଁ ଭାବିଲି 53 ବଡ, ତେଣୁ ସାନ ସଂଖ୍ୟାଟା ହବ। ବୁଝିଲା? 231। ଏଠି ଲେଖିଦବା 231। ଦଶମିକ ପରେ 3ଟା, ତାର 0.231 ଏତିକି ହବ। ତାହେଲେ ଚାଲନ୍ତୁ ଆଉ ଗୋଟେ ଦିଟା କ୍ୱେଶ୍ଚନ ଆମେ ପ୍ରାକ୍ଟିସ କରିବା। 2352 କୁ କେଉଁ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ? ପିଲାମାନେ ମନେ ରଖିବେ, ଗୁଣନ କଲେ କିମ୍ବା ଭାଗ କଲେ ଯଦି ପଚାରେ ତାହେଲେ କଣ କରିବେ? ଆମର ଡିଭିଜନ ମେଥଡ କରିବା। ସରି ତାହେଲେ ଆମର ଫ୍ୟାକ୍ଟରାଇଜେସନ ମେଥଡରେ କରିବା। କାହିଁକି ନା ଫ୍ୟାକ୍ଟର ବାହାର କଲେ ଆପଣମାନଙ୍କୁ ସୁବିଧା ହବ। କୋଉ କୋଉ ସଂଖ୍ୟା ଦ୍ୱାରା ଭାଗ କରାଯିବ କି କୋଉ ସଂଖ୍ୟା ଦ୍ୱାରା ଗୁଣନ କରାଯିବ। ଯଦି ପଚାରିଥିବ କେଉଁ ସଂଖ୍ୟା ଦ୍ୱାରା ଗୁଣନ କଲେ କିମ୍ବା କେଉଁ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ପୂର୍ଣ୍ଣବର୍ଗ ସଂଖ୍ୟା ହବ, ତାହେଲେ ତାକୁ ଏଇ ଫ୍ୟାକ୍ଟରାଇଜେସନ ମେଥଡରେ ସଲ୍ଭ କରିବେ। ତାହେଲେ 2352 2 के 2 2 के 2 2 7 14 212 2 5 10 2 8 16 2 8 16 2 2 4 2 4 2 8 2 2 4 सॉरी 2 9 18 2 9 18 2 8 2 के 2 2 8 2 7 14 ये 3 कटिଯିବ 3 12 3 27 7 7 50 7 के 7 हम पहले केते 2 2 2 2 गुणन 3 गुणन 7 गुणन 7।
ବାହାରିବ କେତେ? 2 ଗୋଟେ, ଏଇ ଦୁଇଟାରୁ ଗୋଟେ ବାହାରିଲା, ଗୁଣନ ଏଇ ଦୁଇଟାରୁ ଆଉ ଗୋଟେ ବାହାରିଲା, 3ଟା ବାହାରି ପାରିବ ନାହିଁ, 7 ଦୁଇଟାରୁ ଗୋଟେ ବାହାରିବ। ତାହେଲେ ଏଗୁଡା ତ ପୂର୍ଣ୍ଣ ବର୍ଗ ବାହାରିଗଲେ। ଏଇ ଯୋଉ ରହିଲା ବାକି 3ଟା, ଏଇ ସଂଖ୍ୟା ଦ୍ଵାରା ଯଦି ଆମେ ଭାଗ କରିବା ଏଇ ସଂଖ୍ୟାଟାକୁ, ହେଲା କି, ତାହେଲେ ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ପାଇପାରିବା। ଦେଖିବା 2 3 5 2, ଆମେ ଯଦି 3ରେ ତାକୁ ଭାଗ ଦଉଛେ, ଏଇ ସଂଖ୍ୟାଟାକୁ ପୂର୍ଣ୍ଣବର୍ଗ କରିବା ପାଇଁ ହେଲେ କଣ ହେଇଥାନ୍ତା? ଆଉ ଗୋଟେ 3 ଗୁଣନ କରିଦେଇଥାନ୍ତେ। ସେ କହିଛି ହରଣ କରିବା ପାଇଁ ଆଉ ଗୋଟେ 3 ଗୁଣନ ହେଲେ କଣ ହବ? ଏଇ ଦିଟା 3ରୁ ଗୋଟେ 3 ପୁଣି ବାହାରି ପଡିଥାନ୍ତା, ନାଇଁ କି? ତେଣୁ ଗୋଟେ ସର୍ଟ ଅଛି ମାନେ, ଗୋଟେ ହିଁ ଅଛି ମାନେ ଏଇଟାରେ ଆମେ ହରଣ କରିବା ଏଇ ସଂଖ୍ୟାଟାକୁ, ବୁଝିଲା? ତାହେଲେ ଯୋଉ ସଂଖ୍ୟାଟା ପାଇବା ସେଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ପାଇବା। 21, 22 23 2 5, 3 8 24, 1 2 3 4 12, 784। ମନେ ପକାନ୍ତୁ ପ୍ରଥମରେ ଆମେ କରିଥିଲୁ ଏହାର ବର୍ଗମୂଳ 28ର ବର୍ଗ ଇଏ। ତେଣୁ ଇଏ ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ପାଇଲେ, ହଁ କି ନାଇଁ? ତେଣୁ ଯଦି ଏଇଭଳିଆ ଯଦି ପଚାରିଥିବ କୋଉ ସଂଖ୍ୟା ଦ୍ୱାରା ଭାଗ କଲେ କିମ୍ବା କୋଉ ସଂଖ୍ୟା ଦ୍ୱାରା ଗୁଣନ କଲେ, ତାହେଲେ ଆପଣମାନେ ଏଇ ଫ୍ୟାକ୍ଟରାଇଜେସନ ମେଥଡରେ ସଲ୍ଭ କରିବେ, ବୁଝିଲା? ତେଣୁ ଚାଲନ୍ତୁ ଆଉ ଗୋଟେ ଦିଟା ପ୍ରାକ୍ଟିସ କରିଦବା। ଏଠି ଦେଇଛି 3 4 9 6 7 କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ବିୟୋଗ କଲେ ବିୟୋଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହବ। ଆଉ ମନେ ରଖିବା, ଯଦି ପଚାରିଥିବ ଯୋଗ କିମ୍ବା ବିୟୋଗ କଲେ ପୂର୍ଣ୍ଣବର୍ଗ ସଂଖ୍ୟା ହେବ, ତାହେଲେ ଆପଣ ମାନେ କଣ କରିବେ? ଡିଭିଜନ ମେଥଡରେ ସଲ୍ଭ କରିବେ, କାହିଁକି ନା ଏସବୁ ମେଥଡ କଲେ ସହଜ ହେଇପାରିବ। ଚାଲନ୍ତୁ ଦେଖିବା 3 4 9 6 7, ତାହେଲେ ଏଠି ଦୁଇଟା ଇଏ ଗୋଟେ, ସରି 3 4 9 6 7, 3 4 9 6 7 क्वेश्चन टाइप में मिस्टेक लखियो। ହଉ ଦେଖିବା। 2 2 ଇଏ ଗୋଟେ, ତାହେଲେ 1 1 1 2 2 4, 1 1 1 ପଡିବ, 2 ରହିଲା, 4 ନ ଓହ୍ଲେଇବ, 1 2 ଏଠି ଯୋଗ ହେଇଯିବ একটা, ତାହେଲେ 49। ଏଠି କେତେ ପଡିବ? 1 ତ 3 ପଡିବ, ନହେଲେ 7 ପଡିବ, 7 ତାଙ୍କ 50 9 7 14, 8 ପଡିଲେ 8 ଦୁଣା 16, 8 ଟା 64 4 6, 8 ଦୁଣା 16, 17 18 19 20 21 22, ନୂଆ 81 ରୁ 1 8, 9 ଦୁଣା 18, 19 20 26, 8 ପଡିବ, 8 64 ରୁ 4 6, 8 32 33 34 35 36, ସରି କଣ କହୁଛି, 8 64 ରୁ 4 6, 8 ଦୁଣା 16, 17 18 19 20 21 22 22, ତାହେଲେ ଏଠି ହେଲା 5 ରେ 2, ତାହେଲେ 6 7, ଏଠି 8 ଯୋଗ ହେଇଯିବ, 8 8 16 ରୁ 6, ରଖିଲା 1 3 36, ତାହେଲେ ଘରେ 7 ଅଛି, ଆମେ ଜାଣିଛେ 1 ଘରେ 7 ଅଛି ମାନେ ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ।
ଏଠୁ ଯେତିକି ବଳିବ ଦେଖିବା। ତାହେଲେ 9 ପଡିବ 3600, 325, 3 × 24। ଦେଖିବା 7 ପକେଇକି 3, 6, 8 ଧର 8 ପକେଇବା। 64 4, 6, 6 × 40, 54, 5, 8 3 24, 29, 2 9 ହବନି, 7 ପଡିବ। 750 ରୁ 9, 4, 742, 46 ରୁ 6, 4, 70, 21, 22, 23, 24, 25। ତାହେଲେ କିଲୋ 7 ପଡିଲା 1 8 7, 750 ରୁ 9, 4, 742, 4, 46, 6, 4, 70, 21, 22, 23, 25। ତାହେଲେ 2 ଅଧିକା ହେଇଗଲା। ତା ମାନେ ସେ କହିଛି କଣ, କେଉଁ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କଲେ ବିୟୋଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। ତାହେଲେ ଏଇ 2 ଯଦି ବିୟୋଗ କରି ଦିଆଯାଏ ନା 2ଟା ଅଧିକା ଅଛି, କାହିଁକି ନା ଆମେ ଯୋଉ ଏବେ ପଢିଲା 2569, 2569 ଆମର ଦରକାର କେତେ ଥିଲା 67, କିନ୍ତୁ 69 ହେଲା। ତାହେଲେ ଯଦି ଏଠି 67 ହେଇଥାନ୍ତା ତାହେଲେ ଏଟା ଗୋଟେ ପୁରା ପୂର୍ଣ୍ଣବର୍ଗ ସଂଖ୍ୟା ହେଇଥାନ୍ତା, ତେଣୁ ଏଟା 69 ହେଲା, ଯାହାଫଳରେ 2 ଅଧିକା ହେଇଗଲା। ବୁଝିପାରିଲେ? ଆମେ ଯଦି 3 4 9 6 7 ର 2 ମାଇନସ କରିଦବା, ତାହେଲେ 5 6 9 3 ସରି 4 3, এইটা ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ହେଲା କି। ତାହେଲେ ଦେଖିବା ପୂର୍ଣ୍ଣବର୍ଗ ସଂଖ୍ୟା ହଉଛି କି ନାହିଁ, ଯେହେତୁ ଏକକରେ 5 ଅଛି, ଦୁଇଟା ଏକକରେ 5 ଅଛି ମାନେ 5 ର ବର୍ଗ ହେଇଥିବ, ଏର ବର୍ଗମୂଳ କରିଦବା। ତାପରେ ଆସିବ କେତେ 3000, ସରି 349, ଆମର 349, 349 କାହା କାହା ବର୍ଗର ମଝିରେ ଆସିବ 1 ତ 15 225, 7 18 289, 17 କେତେ ବର୍ଗ 289, 18 ଆସିବ 8 16, 8 64, 01, 8 2 16, 2 8 2, ସରି 4 6 2 ରଖନା 1 2 314, 24, 324, 8 64, 1 8 2 16, 4 2 3, 324, ତାପରେ ଆସିଲା ଆମର 19, 19 ର ବର୍ଗ କେତେ 19 ର ବର୍ଗ 9 81, 631, 81, 01, 9 18, 1 8 16 ରଖନା 1 1 2 1 3, 361, ସରି 361, 361, ये 350, তাহলে 18, তাহলে 185, 185, এটা ହିଁ ফাইনাল 185 ର ବର୍ଗ। ବୁଝିହେଲା? ପୁଣି ୟାକୁ ଚେକ୍ କରିବା କି? ଥାଉ, ତେଣୁ ଚାଲନ୍ତୁ ଯିବା ନେକ୍ସଟ ଆଉ ଗୋଟେ ଦିଟା କ୍ୱେଶ୍ଚନ, ଆଉ ଦିଟା କ୍ୱେଶ୍ଚନ କରିଦବା।
ଆଉ ଗୋଟେ କ୍ୱେଶ୍ଚନ 4 9 3 1 ରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗ କଲେ? ମୁଁ କହିଛି ପିଲାମାନେ ଯଦି ଯୋଗ ବିୟୋଗ ପଚାରେ ତାହେଲେ ଆମେ କଣ କରିବା? ତାକୁ ଆମେ ଡିଭିଜନ ମେଥଡରେ କରିବା 4931। ତାହେଲେ 750 ଡାଇରେକ୍ଟ ଆସିଲା 3 1 એટલે 7 7 14 ହେଲେ ଆଉ ପଢିପାରିବୁ କି? ପଢିପାରିବନି। ଶୂନ ପଡିବ 0 0 0 3 1 ଏଟା ବଢିଲା। ଆମେ ଏମିତିରେ ବି ଜାଣିଛେ 7 ର ବର୍ଗ କେତେ? 49। ତେଣୁ 0 ବସିଛି ମାନେ ଦୁଇଟା 49 ହେଲା 7 70 ର ବର୍ଗ ଅଧିକା କେତେ ଅଛି? 31। ସେ ଯଦି ମାଇନାସ କରିବା ପାଇଁ କହିଥାନ୍ତା କେତେ ବିୟୋଗ କଲେ ବିୟୋଗଫଳ ଯଦି ପୂର୍ଣ୍ଣବର୍ଗ ସଂଖ୍ୟା ତାହେଲେ 31 ବିୟୋଗ କରିଦେଇଥାନ୍ତେ। ଯୋଗ କରିବା ପାଇଁ ସେ କହିଛି ତାହେଲେ 70 ର ବର୍ଗ ଏତିକି ହେଲେ ଆମେ 71 ର ବର୍ଗ ବାହାର କରିବା। ନହେଲେ ଏ ଯୋଉ 140 ପଡିଛି ଆମେ ଏଠି କଣ କରିବା? 1 ପକେଇକି ଦେଖିବା। 1 ପକେଇଲେ କେତେ ହଉଛି? 1 1 1 1 4 4 1 1 1 ଏଇଟା ବୁଲେଇ ଦବା ଏଟାକୁ ରିଭର୍ସ କରିଦବା 141 ରୁ 30 ବିୟୋଗ କରିଦବା ବାକି 0 4 1 4 ରୁ 3 ଗଲେ 1 1 ତାହେଲେ ଏତିକି ଯୋଗ କରିଦେଲେ ଆମର ଏଇଟା କେତେ ହେଇଯିବ? 71 ର ବର୍ଗ ହେଇଯିବ। ବୁଝିଲା? ତାହେଲେ 4 9 3 1 ରେ ଯଦି 110 ଯୋଗ କରି ଦିଆଯାଏ 1 3 1 4 9 1 10 ଏତିକି ହେଲା 71 ର ବର୍ଗ ହେଇପାରିବ। ତେଣୁ ଆମେ କେତେ ଯୋଗ କରିବା? 110 ଯୋଗ କରିବା। ବୁଝିଲା? 71 ର ବର୍ଗ ଏତିକି ନୁହେଁ, ଚେକ୍ କରିଦବା। 1 1 0 1 7 57 50 7 के 7 दूने 14 1 4 9 1 10 ରୁ 0 ସରି 1 4 1 5 5 0 4 1 ବୁଝିଲା? ଚାଲନ୍ତୁ ନେକ୍ସଟ ଆଉ ଗୋଟେ ଲାଷ୍ଟ କ୍ୱେଶ୍ଚନ କରିଦବା। ଲାଷ୍ଟ କ୍ୱେଶ୍ଚନ ପିଲାମାନେ ଆଜିକାର ନେକ୍ସଟ ଆମେ କ୍ଲାସ ନେଇ ଆସିବା। ଆସନ୍ତା କ୍ଲାସଟା ଆମେ କ୍ୟୁବ ଆଉ କ୍ୟୁବ ରୁଟ କୁ ନେଇକି କ୍ଲାସଟି ଆଣିବା। ତାପରେ ଏକାଥରେ ଆମର ସ୍କୋୟାର ସ୍କୋୟାର ରୁଟ ଏବଂ କ୍ୟୁବ କ୍ୟୁବ ରୁଟ ର କିଛି ମିକ୍ସ କ୍ୱେଶ୍ଚନ ଆଣିବା। ବୁଝିଲା? ତେଣୁ ଚାଲନ୍ତୁ ଆରମ୍ଭ କରିବା ଆଜିର କ୍ୱେଶ୍ଚନ ଟାକୁ। 6912 କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ ବା ଗୁଣ? ମୁଁ କହିଛି ମାନେ ଯଦି ହରଣ କିମ୍ବା ଗୁଣନ କରିଲେ ଯଦି ପୂର୍ଣ୍ଣବର୍ଗ ସଂଖ୍ୟା କଥା କହିଥିବ ତାହେଲେ କଣ କରିବା? ତାକୁ ଆମେ ଫ୍ୟାକ୍ଟରାଇଜେସନ ମେଥଡ କରିବା। ତାହେଲେ 2 3 6 2 6 8 2 5 10 212 के 2 2 7 14 2 2 4 2 8 16 16 212 2 6 2 8 2 3 6 2 2 4 2 4 2 के 2 212 2 के 2 2 0 0 2 8 16 5 10 2 6 8 2 27 3 9 27 3 3 9 3 के ତାହେଲେ କେତେ ଆସିଲା? 1 2 3 4 5 6 7 8 2 ର ପାୱାର 8 ସରି 3 ର ପାୱାର 3 ତାହେଲେ ଏଟା ବର୍ଗମୂଳ ଦେଇଛି। ତାହେଲେ ଏଇଠୁ ବାହାରି ପଡିବ କିଏ? ଆଚ୍ଛା ଏଠି 2 2ଟା ଇଏ ତ ଫୁଲ ଅଛି। 2 ଗୁଣ 2 ଗୁଣ 2 ଗୁଣ 2 ଗୁଣ 2 ଗୁଣ 2 1 2 3 4 5 6 7 9 8 1 2 3 4 5 6 7 8 ତାହେଲେ ଗୁଣରେ 3 ଗୁଣ 3 3 ତାହେଲେ ଏଠୁ ବାହାରି ପଡିବ 2 ଗୁଣ ଏଠୁ ଗୋଟେ ବାହାରି ପଡିବ 2 ଏଠୁ ଗୋଟେ 2 ଏଠୁ ଗୋଟେ 2 ପୁରା ପୁରା ଅଛି 2
3 ଏଠି ଗୋଟେ ବାହାରି ପଡିବ, କିନ୍ତୁ ଆଉ ଗୋଟେ ରହିଯିବ। ଯଦି ଏଇ ସଂଖ୍ୟା ଦ୍ୱାରା ଆମେ କଣ କରିବା, ହରଣ କରିବା, ତାହେଲେ ବି ପୂର୍ଣ୍ଣବର୍ଗ ସଂଖ୍ୟା ହବ, ନୁହେଁ କି? ଆଉ ଯଦି ଏଇ ଗୋଟେ 3 ଅଛି, ଆଉ ଗୋଟେ 3 ଯଦି ଆମେ ଗୁଣନ କରିଦବା ଏଠି, ତାହେଲେ କଣ ହବ? ଇଏ ବି ଏଠି ବାହାରି ପଡିବ, ନାଇଁ କି? ଆମର 3ଟା 3 ଅଛି, ଏଠି ଗୁଣନ କରିଦେଲେ 3 ଗୋଟେ, ତାହେଲେ କଣ ହବ? ଏଠି ଆଉ ଗୋଟେ 3 ବାହାରି ପଡିବ, ତାହେଲେ ଏଟା ପୁରା ପୂର୍ଣ୍ଣବର୍ଗ ସଂଖ୍ୟା ହେଇଯିବ। ତାହେଲେ 3 ଗୋଟେ ଏମିତି ସଂଖ୍ୟା ଏଇ କ୍ୱେଶ୍ଚନ ପାଇଁ। ଏବେ ଦେଖନ୍ତୁ, ଏଠି ଯଦି ଆମେ 3 ଗୁଣନ କରିବା, ତାହେଲେ 3 ଦୁଣେ 6, 3 କେ 3, 3 27 7, 2, ତାହେଲେ 118, 19, 20। এই ଯୋଉ ସଂଖ୍ୟାଟା ଜାଣିଛ, ଏଇଟା ଗୋଟେ ବର୍ଗ ସଂଖ୍ୟା ହେଇପାରିବ। ତା ସହିତ ହରଣ କଲେ, ହରଣ କରିବା 6, 9, 1, 2, 9, 6, 15, 16, 17, 18, 3 ଦୁଣେ 6, 9, 3 3, 9, 1 ହରଣ ପଡିଲା 16, ତାପରେ 2, 3 6 12, 23 0 4। ये କାହାର ବର୍ଗ? 2 2 ର 8 ର, ତାପରେ 23, ଇଏ ହେଲା 4 16, 5 25, 4 16, 5 25, ତାହେଲେ 4 4 42, 40, 4 5 20 ହଉଛି, ଏଠି 23, ବଡ 48 ର ବର୍ଗ। ତାହେଲେ ତାହେଲେ ହରଣ କଲେ 48 ର ବର୍ଗ ଆସୁଛି। ଦେଖିବା 8 64, 4 16, 8 32 ଦୁଣେ 64, 4 6 4 10 0, ରଖିଲା 1 6 12 13, ରଖିଲା 1 2। ଇଏ ହେଲା 84 ହେଲା, ଏଇଟା ହଉଛି 84 ର ବର୍ଗ। ତାପରେ ଏଇଟା ଚେକ୍ କରିଦବା, ଏକ ଘରେ 6 ଅଛି, 6 ଅଛି ମାନେ 1 ତ 4 ର ବର୍ଗ ହେଇଥିବ, କିମ୍ବା 6 ର ବର୍ଗ ହେଇଥିବ, ବୁଝିଲେ? 4 କିମ୍ବା 6। ତାପରେ ଦେଖିବା 207, ଆମର 17 ର ବର୍ଗ କେତେ? 189। 18 ବର୍ଗ 18 ବର୍ଗ 8 64 ପରା, करके 8 16, 3 2 4, सॉरी 3 2 4, 289 হবো, सॉरी 289 ଆମର 225, 15 ବର୍ଗ ତ 225, ପାଗଳ ହେଇଗଲୁ, ସରି ପିଲାମାନେ। 225 14 ର ବର୍ଗ 196, 14 ର ବର୍ଗ ଆମର 196, 15 ର ବର୍ଗ 225, ତାହେଲେ ଏ ଭିତରେ ଆସିବ ତାହେଲେ 14 ଟା ଆଗେଇ ଯିବ, 144, 146 କିମ୍ବା 144। 15 ଆଉ 14 ର ଗୁଣଫଳ କେତେ? 14 ଗୁଣନ 15, 15 × 60 6, 15 × 15 6 21, 210, ତାହେଲେ 210 ର ସାନ 207, ତାହେଲେ 144 ହବ, 144 ବର୍ଗ 20736, ଦେଖିଦବା ଏଠି 144 ର ବର୍ଗ ପୁଣି ବାହାର କରିବା, ତାହେଲେ 144 ରେ
+6 -6 କରିବା 144 ରେ 6 ଯୋଗ କଲେ 150 ଗୁଣନ ଇଏ 100 ସରି 150 144 ରୁ 38 14 8 6 8 14 8 3 138 138 ତାହେଲେ ବ୍ୟକ୍ତରେ 100 ଶୂନ ଶୂନ ଏଠି ହେଲା 3 ଏଠି 2 238 ତାହେଲେ 212 1 8 2 9 18 69 into 3 ହଁ ଏଠି ବର 6 ର ବର କେତେ 36 36 ତାପରେ ଇଏ ହେଲା 3 9 27 ରୁ 7 ରଖିଲା 2 ଛତ୍ରୀ 18 19 20 20 736 ଇଏ ହେଲା 184 ର ବର୍ଗ ତାହେଲେ ବୁଝିଲେ ପିଲାମାନେ ତାହେଲେ ଏଇ ଯୋଉ ସଂଖ୍ୟାରୁ ଆମେ ଯଦି 3 ହରଣ କରିବା ତାହେଲେ ଗୋଟେ ବର୍ଗ ସଂଖ୍ୟା ପାଇବା କେତେ 12 ସରି 2304 ଯଦି ଗୁଣନ ବି କରିବା 3 ତାହେଲେ କେତେ ପାଇବା 20 736 ତାହେଲେ ମଧ୍ୟ ଗୋଟେ ବର୍ଗ ସଂଖ୍ୟା ମାନେ ପୂର୍ଣ୍ଣ ବର୍ଗ ସଂଖ୍ୟା ଆମେ ପାଇପାରିବା ବୁଝିଲା ଇଏ ଥିଲା ପିଲାମାନେ ଆଜିର କ୍ଲାସ ତେଣୁ ନେକ୍ସଟ କ୍ଲାସ ଆମେ ନେଇ ଆସିବା କ୍ୟୁବ ଆଉ କ୍ୟୁବ ରୁଟ ତାପରେ ଏକାଥରେ ଆମେ ତ ମିକ୍ସ କ୍ୱେଶ୍ଚନ ନେଇକି ଆସିବା ଆମର ସ୍କ୍ୱାର ଏବଂ କ୍ୟୁବ ର ବୁଝିଲା ତେଣୁ ଆଜିକା ପାଇଁ ବିଦାୟ ଦିଅନ୍ତୁ ଜୟ ଜଗନ୍ନାଥ